ଏହି ଭିडिଓରେ ଆମେ ଘର୍ଷଣ କ'ଣ ଏବଂ ଏହା କେତେ ପ୍ରକାରର ସେ ବିଷୟରେ ଜାଣିବା। ଏଠାରେ ଆମ ପାଖରେ ଗୋଟିଏ ବାକ୍ସ ଅଛି ଏବଂ ମୁଁ ଏହାକୁ ଠେଲିବାକୁ ଚେଷ୍ଟା କରୁଛି। ଏଠି ତୁମେ ଦେଖିପାରୁଥିବ ମୁଁ ଏଠି କିଛି ବଳ ପ୍ରୟୋଗ କରୁଛି, କିନ୍ତୁ କିଛି କାରଣ ପାଇଁ ଏଠି ବାକ୍ସଟି ଗତି କରୁନି। କାହିଁକି କରୁନି? ଏବେ ଚାଲ ଆମେ ସେ ବିଷୟରେ ବୁଝିବା। ଏଥିପାଇଁ ଗୋଟେ ବଳ ହିଁ ଦାୟୀ, ଯାହାକୁ ଘର୍ଷଣ ବଳ ବୋଲି କୁହାଯାଏ। ଘର୍ଷଣ ବଳ ହେଉଛି ଏକ ବଳ ଯାହା ପରସ୍ପର ସଂସ୍ପର୍ଶରେ ଥିବା ଦୁଇଟି ପୃଷ୍ଠ ମଧ୍ୟରେ ଆପେକ୍ଷିକ ଗତିକୁ ଅବରୋଧ କରିଥାଏ। ସରଳ ଭାଷାରେ କହିଲେ, ଯେତେବେଳେ ତୁମେ କିଛି ଜିନିଷକୁ ପୃଷ୍ଠ ଦେଇକି ଘୁଞ୍ଚାଇବାକୁ ଚେଷ୍ଟା କରିବ, ଘର୍ଷଣ ଏହାକୁ ରୋକିବ ବା ଧୀର କରିବ। ଏବେ ଚାଲ ଆଉ ଟିକେ ଭିତରକୁ ଯାଇକି ଭଲ ଭାବରେ ବୁଝିବା ଏହି ଘର୍ଷଣ କିପରି ସୃଷ୍ଟି ହୋଇଥାଏ। ମନେକର ମୁଁ ଏଠି ଦୁଇଟି ପୃଷ୍ଠ ନେଇଛି, ଏଇଟା 1 ଏଇଟା 2। ତାହେଲେ ଦୁଇଟି ବସ୍ତୁ ପରସ୍ପର ଠାରୁ ଏଠି ଘୁଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି। ଏଠି ତୁମେ ଯଦି ଆଣବିକ ସ୍ତରରେ ଦେଖିବ, ତାହେଲେ ଆମକୁ ଏହି ପୃଷ୍ଠର ଯେଉଁ ମଝିଟା କିଛି ଏଇଭଳି ଭାବରେ ଦେଖାଯିବ, ଯେଉଁଠି ଦୁଇ ପୃଷ୍ଠ ପରସ୍ପର ସହିତ ସଂସ୍ପର୍ଶରେ ଆସୁଛନ୍ତି। ଏହି ଦୁଇ ପୃଷ୍ଠ ମଧ୍ୟରେ ବହୁତ ସାରା ଆବୁଡ଼ା ଖାବୁଡ଼ା ଜାଗା ଅଛି, ଯେଉଁଥିପାଇଁ ସେମାନେ ଗୋଟିଏ ପୃଷ୍ଠ ଉପରେ ଆମେ ଆଉ ଗୋଟେ ପୃଷ୍ଠକୁ ଯଦି ଟାଣୁଛେ, ତାହେଲେ ସେଟା ଲାଖୁଛି, ଯାହାକି ଘର୍ଷଣ ସୃଷ୍ଟି କରୁଛି। ତେଣୁ ଘର୍ଷଣ ବଳ ଆପେକ୍ଷିକ ଗତିକୁ ଏଠି ରୋକୁଛି। ମନେକର ମୁଁ ଏଠି ଗୋଟେ ଅଙ୍କନ କଲି, ଏଇଟା ଗୋଟେ ପୃଷ୍ଠ, ଏଇଟା ଗୋଟେ ବାକ୍ସ ଏଠି ରଖିଛି। ମୁଁ ଏଠାରେ ବାକ୍ସକୁ ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ଘୁଞ୍ଚାଇବାକୁ ଚାହୁଁଛି। ମନେକର ମୁଁ ପୂର୍ବ ଦିଗକୁ ନେବାକୁ ଚାହୁଁଛି, ତାହେଲେ ଘର୍ଷଣ ବଳ ତା ବିପରୀତ ଦିଗରେ କାମ କରିବ, ମାନେ ପଶ୍ଚିମ ଦିଗରେ ଏଠି କାମ କରିବ। ଏଠି ଚିତ୍ରରେ ଦେଖ ଲେଖା ହେଇଛି ଆପ୍ଲାଏଡ୍ ଫୋର୍ସ ଆଉ ଫ୍ରିକ୍ସନ ଫୋର୍ସ। ଆପ୍ଲାଏଡ୍ ମାନେ ପ୍ରଯୁକ୍ତ ବଳ ଏବଂ ଫ୍ରିକ୍ସନ ମାନେ ଏଠି ହେଉଛି ଘର୍ଷଣ ବଳ, ଯାହାକି ଇଂରାଜୀରେ ଏଠି ଲେଖାଯାଇଛି। ଏଠି ଦେଖ ପରସ୍ପର କେମିତି ବିପରୀତ ଦିଗରେ କାମ କରୁଛନ୍ତି। ତେଣୁ ଏହି ଘର୍ଷଣ ବଳ ହିଁ ବାକ୍ସଟି ନ ଘୁଞ୍ଚିବା ପାଇଁ ଦାୟୀ ଅଟେ। ଏବେ ଚାଲ ଭିନ୍ନ ଭିନ୍ନ ପ୍ରକାର ଘର୍ଷଣ ବଳ କଥା ଜାଣିବା। ତାହେଲେ ଘର୍ଷଣ ବଳ ଦୁଇ ପ୍ରକାରର ହୋଇଥାଏ। ଗୋଟେ ହେଲା କ'ଣ? ସ୍ଥିର ଘର୍ଷଣ ବା ଷ୍ଟାଟିକ୍ ଫ୍ରିକ୍ସନ, ଆଉ ଗୋଟେ ହେଲା ସ୍ଲାଇଡିଂ ଫ୍ରିକ୍ସନ, ଯାହାକୁ ଆମେ ଖସାଣି ଘର୍ଷଣ ବୋଲି କହିଥାଉ। ତାହେଲେ ଏବେ ଚାଲ ଆମେ ଗୋଟି ଗୋଟି କରି ପଢ଼ିବା ଏହି ଘର୍ଷଣ ଦ୍ୱୟ କ'ଣ। ପ୍ରଥମେ ଆମେ ସ୍ଥିର ଘର୍ଷଣ ବିଷୟରେ ପଢ଼ିବା। ତାହେଲେ ଆମେ ଜାଣିଲେ କ'ଣ ନା ଘର୍ଷଣ ଦୁଇ ପ୍ରକାରର, ଗୋଟେ ହେଲା ସ୍ଥିର ଘର୍ଷଣ ଆଉ ଗୋଟେ ହେଲା ଖସାଣି ଘର୍ଷଣ। ତାହେଲେ ପ୍ରଥମେ କ'ଣ ପଢ଼ିବା ନା ସ୍ଥିର ଘର୍ଷଣ କ'ଣ। ତାହେଲେ ସ୍ଥିର ଘର୍ଷଣ କ'ଣ ନା ଯେତେବେଳେ ବସ୍ତୁଟି ଗତି କରୁନଥାଏ। ସ୍ଥିର ଘର୍ଷଣ କ'ଣ ନା ଯେତେବେଳେ ବସ୍ତୁଟି ଗତି କରିନଥାଏ, ସେତେବେଳେ ଏହି ଘର୍ଷଣଟି କାମ କରିଥାଏ। ଆଉ ଯଦି ବସ୍ତୁଟି ଗତି କରିବା ଆରମ୍ଭ କରିଦେଲା, ତାହେଲେ ସ୍ଥିର ଘର୍ଷଣ ଆଉ କାମ କରିବ ନାହିଁ, ସେଠି ଖସାଣି ଘର୍ଷଣ ଆରମ୍ଭ କରିବ କାମ। ଏବେ ଚାଲ ସ୍ଥିର ଘର୍ଷଣକୁ ଟିକେ ଭଲ ଭାବରେ ବୁଝିବା। ଏହା ହେଉଛି ଗୋଟେ ଘର୍ଷଣ ଯାହାକି ବସ୍ତୁଟିକୁ ଗତି କରିବାକୁ ଯେଉଁ ଆରମ୍ଭ କରିବାକୁ ଯାଉଥିବ ତାକୁ ବାଧା ଦେବ। ଯେପରିକି ଏହି କ୍ଷେତ୍ରରେ ବାକ୍ସଟି ଏଠି ସ୍ଥିର ଅଛି ଏବଂ ଯେଉଁ ମୁହୂର୍ତ୍ତରେ ମୁଁ ବଳ ଦେଉଛି, ସେ ନିର୍ଦ୍ଦିଷ୍ଟ ସମୟରେ ଘର୍ଷଣ ବଳ ପ୍ରଯୁକ୍ତ ବଳ ସହିତ ସମାନ ରହୁଛି। ଏଠି 22 ଥିଲାବେଳେ ଏଠି ବି 22 ଅଛି। ତାପରେ ଯଦି ମୁଁ ବଢ଼େଇ ଚାଲିବି, ଏବେ 34 କଲି, ଏଠି ବି 34, ଏଠି ବି 33 ହେଲା, ଏଠି ବି 33, ତ ଏମିତି ବଢ଼େଇ ଚାଲିବି ଯଦି ଏପଟେ ଯେତିକି ବଳ ରହୁଛି ସେପଟେ ସେତିକି ବଳ ରହୁଛି, ବା ଘର୍ଷଣ ବଳ ପ୍ରଯୁକ୍ତ ବଳ ସହିତ ସମାନ ହେଉଛି, ତେଣୁ ବସ୍ତୁଟି ଏଠି ଗତି କରୁନାହିଁ। ତାହେଲେ ଏହି ସମୟରେ ହିଁ ସ୍ଥିର ଘର୍ଷଣ କାମ କରିଥାଏ। ସ୍ଥିର ଘର୍ଷଣ କେତେବେଳେ କାମ କରେ ନା ଯେତେବେଳେ ବସ୍ତୁଟି ଗତି କରିନଥାଏ, ପ୍ରଯୁକ୍ତ ବଳ ଘର୍ଷଣ ବଳ ସହିତ ସମାନ ହୋଇକି ଥାଏ। କିନ୍ତୁ ଯଦି ପ୍ରଯୁକ୍ତ ବଳ ଠାରୁ ଘର୍ଷଣ ବଳ ବଢ଼ିବ, କିମ୍ବା ଘର୍ଷଣ ବଳ ତ ବଢ଼ିବନି, ସବୁବେଳେ ଘର୍ଷଣ ବଳ ଠାରୁ ପ୍ରଯୁକ୍ତ ବଳ ବଢ଼େ, ବା ଆମେ ଅଧିକ ଯଦି ବଳ ଦେବା ତାହେଲେ ପ୍ରଯୁକ୍ତ ବଳଟି ବଢ଼ିବ। ତାହେଲେ ଯଦି ପ୍ରଯୁକ୍ତ ବଳ ବଢ଼ିବ, ତାହେଲେ କ'ଣ ହେବ ନା ସ୍ଥିର ଘର୍ଷଣ ମଧ୍ୟ ବଢ଼ିବ, ଏବଂ ସେ ପର୍ଯ୍ୟନ୍ତ ବଢ଼ିବ ଯେଉଁ ପର୍ଯ୍ୟନ୍ତ କିଛି ବାଧା ନ ଆଇଛି। ଯଦି ମୁଁ ଏଠି ମନେକର 5 ନ୍ୟୁଟନ ନେଲି, ସେଠି ମଧ୍ୟ 5 ନ୍ୟୁଟନ ରହିବ, ତାହେଲେ ସେଟାକୁ ଆମେ ସ୍ଥିର ଘର୍ଷଣ କରିବା। ଯଦି ମୁଁ 125 ନ୍ୟୁଟନ ନେଲି, ଏପଟେ 125 ନ୍ୟୁଟନ ହେଲା। ଯଦି ମୁଁ ଫ୍ରିକ୍ସନ ବଳ ଏଠି 94 ଅଛି ଆଉ ପ୍ରଯୁକ୍ତ ବଳ ଏଠି ଅଛି 135, ତାହେଲେ କ'ଣ ହେବ ନା ଏଠି ପ୍ରଯୁକ୍ତ ବଳ ଘର୍ଷଣ ବଳ ଠାରୁ ଅଧିକ ହେଲା। ତାହେଲେ କ'ଣ ହେବ ନା ବସ୍ତୁଟି ଘୁଞ୍ଚିବା ଆରମ୍ଭ କରିବ। ଏବେ ଆମେ କହିପାରିବା ଏଠି ଆଉ ସ୍ଥିର ଘର୍ଷଣ କାମ କରିବ ନାହିଁ, ଏଠି ଆଉ ଏକ ଘର୍ଷଣ କାମ କରିବ, ଯାହାକୁ ଆମେ ଖସାଣି ଘର୍ଷଣ ବୋଲି କହିଥାଉ ବା ସ୍ଲାଇଡିଂ ଫ୍ରିକ୍ସନ ବୋଲି କହିଥାଉ। ଏହାକୁ ଆମେ ଗତିଜ ଘର୍ଷଣ ବୋଲି ମଧ୍ୟ କହିପାରିବା। ତାହେଲେ ଖସାଣି ଘର୍ଷଣ କ'ଣ ନା ଯେତେବେଳେ ବସ୍ତୁଟି ଗତି କରିବା ଆରମ୍ଭ କରିବ, ସେତେବେଳେ ଏହି ଘର୍ଷଣଟି କାମ କରିଥାଏ। ଯଦି ଆମେ ପ୍ରଯୁକ୍ତ ବଳକୁ ବଢ଼ାଇବା, ଦେଖ ଏଠି ମୁଁ ପ୍ରଯୁକ୍ତ ବଳ ଯଦି ବଢ଼ାଇଛି, ତାହେଲେ ଘର୍ଷଣ ବଳ କ'ଣ ସେଇ ସମାନ ଅଛି, ତେଣୁ ପ୍ରଯୁକ୍ତ ବଳ ବଢ଼ିପାରିବ କିନ୍ତୁ ଘର୍ଷଣ ବଳଟି ସେଇ ସମାନ ରହିବ ବା ସ୍ଥିର ରହିବ। ତେଣୁ ଆମେ କହିପାରିବା ଖସାଣି ବଳ ପ୍ରଯୁକ୍ତ ବଳ ଉପରେ ନିର୍ଭର କରେ ନାହିଁ। ତାହେଲେ ଏବେ ଆମେ କ'ଣ ଦେଖିଲେ
ନା ଏହି ଖସାଣି ଘର୍ଷଣ କେବେ ବି ପ୍ରଯୁକ୍ତ ବଳ ସହିତ ପରିବର୍ତ୍ତନ ହୁଏ ନାହିଁ। ଏହା ଏକ ସ୍ଥିର ମୂଲ୍ୟ ହୋଇକି ଥାଏ ବା ଏହାର ସ୍ଥିର ମୂଲ୍ୟ ଥାଏ। ଏହା ସ୍ଥିର ଘର୍ଷଣ ପରି ନୁହେଁ, ଏହା ସମ୍ପୂର୍ଣ୍ଣ ଅଲଗା। ଏହାର ନିଜର ଏକ ସ୍ଥିର ମୂଲ୍ୟ ଥାଏ। ଏହା ପ୍ରଯୁକ୍ତ ବଳ ଅନୁସାରେ ଆଡଜଷ୍ଟ ହୋଇନଥାଏ। ଏବେ ଆଶା କରୁଛି ତୁମେମାନେ ଏହି ଭିଡ଼ିଓଟିକୁ ଭଲ ଭାବରେ ବୁଝିପାରିଥିବ।